ମୁଁ ହରିବନ୍ଧୁ ଶତପଥୀ। ଆମେ ଆଜି ସବୁ କଂଗ୍ରେସର କର୍ମୀ ମାନେ ଟାଙ୍ଗୀର ହନୁମାନ ମନ୍ଦିର ଠାରେ ଉପସ୍ଥିତ ହୋଇ ସ୍ୱର୍ଗତ କାହ୍ନୁଚରଣ ଲେଙ୍କାଙ୍କର ପାଇଁ ଶ୍ରଦ୍ଧାଞ୍ଜଳି ସଭା ଗୋଟେ ଅନୁଷ୍ଠିତ କରିଥିଲୁ ଏବଂ ବହୁତ ମାତ୍ରାରେ ଏଠି ସହସ୍ରାଧିକ କଂଗ୍ରେସ କର୍ମୀ, କଂଗ୍ରେସ ପ୍ରେମୀ ଏବଂ କଂଗ୍ରେସର ଆଗଧାଡିର ନେତାମାନେ ଉପସ୍ଥିତ ଥିଲେ। ତାଙ୍କ ସମସ୍ତଙ୍କ ଉପସ୍ଥିତିରେ କାହ୍ନୁବାବୁଙ୍କର ଯେତେ ପ୍ରକାର କାର୍ଯ୍ୟକ୍ରମ ଯାହା ଯାହା ସେ କରିଛନ୍ତି, କଣ କରିଛନ୍ତି ସବୁ ଲୋକଲୋଚନକୁ ଆଣିବା ପାଇଁ ସବୁର ବ୍ୟବସ୍ଥା କରାଯାଇଥିଲା ଏବଂ ଶ୍ରଦ୍ଧାଞ୍ଜଳି ସଭାରେ ଭଲ ସୁଚାରୁ ରୂପେ ହେଇଥିଲା ଏବଂ କଂଗ୍ରେସ କର୍ମୀ ମାନେ ବହୁତ ଉଲ୍ଲାସ ସହିତ ଏ କାର୍ଯ୍ୟକ୍ରମଟି ଅନୁଭବ ଫିଲ୍ କରିଥିଲେ। କାହ୍ନୁଚରଣ ଲେଙ୍କାଙ୍କ ବିଷୟରେ କହିବା ପାଇଁ ତ ମୋର ଯୋଗ୍ୟତା ବହୁତ କମ୍। ମୁଁ ତାଙ୍କ ବିଷୟରେ ବିଶେଷ କହିବା ନାହିଁ, ମାନେ ଭଲ ଲାଗେନି ବି ମତେ, କାରଣ ଆମେ ବହୁତ ତାଙ୍କଠୁ ବୟସ ହଉ ସବୁଥିରେ ବହୁତ କମ୍ ଅଛୁ। କିନ୍ତୁ ମୁଁ ଜାଣିଛି ଯେ ସେ 1971 ମସିହାରୁ ନିରବଚ୍ଛିନ୍ନ ଭାବେ ଲାଗିଥିଲେ କେମିତି ସାଲେପୁର ଟାଙ୍ଗୀର ଉତ୍ତରୋତ୍ତର ଉନ୍ନତି ହେବ। ତା ସହିତ ଏବଂ ଭାରତ ବର୍ଷରେ ଯେତେବେଳେ ସେ ରେଲୱେ ମିନିଷ୍ଟର ଥିଲେ ଏବଂ କୃଷି ମନ୍ତ୍ରୀ ଥିଲେ, ସେତେବେଳେ ସେ ଚେଷ୍ଟା କରିଥିଲେ ଭାରତ ସହିତ ଓଡିଶାକୁ କେମିତି ରେଲୱେ ବିଭାଗକୁ କେମିତି ଡେଭଲପମେଣ୍ଟ କରିହେବ ଏବଂ କୃଷି କ୍ଷେତ୍ରରେ କେତେ ପ୍ରକାର ଲୋକମାନଙ୍କ ପାଖରେ ପହଞ୍ଚି ପାରିବ ଏବଂ ବହୁତ ଯନ୍ତ୍ରପାତିଠୁ ଆରମ୍ଭ କରି ଜଳସେଚନ ବିଭାଗ ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ଭାବେ ଧ୍ୟାନ ଦେଇକି ନିଜେ ନିଜେ ବହୁତ ଡେଭଲପ କରିଥିଲେ। ଟାଙ୍ଗୀରେ ବା ସଫା ଗୌଡ଼ଗାଁ ହଉ ବା ଛପନପୁର ହଉ, ଏସବୁ ଜାଗାରେ ଯୋଉଠି ଆବଶ୍ୟକ ପଡିଛି ବଡ ବଡ ଡ୍ୟାମ କରିଥିଲେ ଜଳସେଚନ ପାଇଁ ଏବଂ ପାଣିକୁ ନେଇକି ଚାଷ ଜମିକୁ ଭଲ ଭାବେ ଦେଇଥିଲେ ଏବଂ ଲୋକମାନେ ବହୁତ ଉପକୃତ ଆଜି ମଧ୍ୟ ତାଙ୍କୁ ଝୁରୁଛନ୍ତି। ସେ ଏଇ ପ୍ରକାର ବ୍ୟବସ୍ଥା କରିକି ଯାଇଛନ୍ତି ଯେ ଲୋକମାନେ ଆଜି ବି ତାଙ୍କ ନାଁ ଶୁଣିକି ବହୁତ ଅସୁର ଶ୍ରଦ୍ଧାଞ୍ଜଳି ଦଉଛନ୍ତି ଏବଂ ଆନନ୍ଦ ଫିଲ୍ କରୁଛନ୍ତି ଏଥିପାଇଁ ଯେ କାହ୍ନୁ ବାବୁ କରି ଯାଇଥିଲେ ଆମ ପାଇଁ, ଆଜି ଆମେ ତାର ସୁଫଳ ପ୍ରାପ୍ତ କରୁଛୁ। कैलाश चंद्र साहानी पूर्वतन युवा कांग्रेस सभापति। टांगीरे आज जो स्मृति सभा देवानंद कान्हबाबू जड़े सुसंगठक, सारा राज्य रे प्रतिभा रही जिते से रेल मिनिस्टर थे, केंद्र रेल मिनिस्टर थे, से समय कटक हो मंगुली हो निर्गुंडी स्टेशन हो सब मॉडिफिकेशन करा जायतिला। सामूहिक विकास रे से चिंताधारा रखुते। टांगी चौद्वार अंचल सर्वांगीन उन्नति से समय बहु असुविधार लोक कालपात करते। आदिवासी हरिजन लोक बहुत असुविधा था, रास्ताघाट असुविधा था, मेडिकल असुविधा था। कान्हबाबू से समय 71 मसीह बहु कार्यक्रम रे सामूहिक कार्य कर सामूहिक कार्य कर धुरंधर गाँ दांडे बसी संगठन कर बहुत माहिर। मुझे व्यक्तिगत भाव में 1994 मसीह जानी जिते मु कॉलेज छात्र राजनीति आसिली सेक्रेटरी प्रेसिडेंट थी चौदार कॉलेज से समय सहित करी। कान्हबाबू जड़े परोपकारी सेवामूलक चिंताधारा रुहति, वास्तव चिंताधारा राजनीति करती। ओडिशा राजनीति चित्रपट रे आज एक अभुला स्मृति होकर रही। आज गोटे विशाल हस्ती आज आम गहन आउ नहांती जे कि बिजू बाबू भली प्रभात पुरुष को राजनीति क्षेत्र में हरई थे। बिजू बाबू बहुत भल पाते परवर्ती समय अनेक लोक जानकी बाबू सरकार में प्रथम थर विधायक कि प्रथम थर से मंत्री पद पाई, विभिन्न गुरुत्वपूर्ण मंत्री पद पाई। तेणु अवदान